प्रभु जीशुଙ୍କ नामରେ ଆପଣ ସମସ୍ତଙ୍କୁ ଶାଲୋମ। ପାଖ ଲୋକମାନଙ୍କୁ ନମସ୍କାର କରନ୍ତୁ, ସେକେଣ୍ଡ ଦିଅନ୍ତୁ। ଦ୍ୱିତୀୟ ସାମୁଏଲ 7 ଅଧ୍ୟାୟ ପ୍ରଥମ ପଦରୁ। ଅନନ୍ତର ରାଜା ଆପଣା ଗୃହରେ ବାସ କରିବା ବେଳେ ଓ ସଦାପ୍ରଭୁ ତାଙ୍କ ଚତୁର୍ଦିଗ ସ୍ଥିତ ଶତ୍ରୁମାନଙ୍କଠାରୁ ତାଙ୍କୁ ବିଶ୍ରାମ ଦେଲା ଉତ୍ତାରେ ରାଜା ନାଥନ ଭବିଷ୍ୟତ ବକ୍ତାଙ୍କୁ କହିଲେ, ଦେଖ, ଏବେ ମୁଁ ଏରସ କାଷ୍ଠ ନିର୍ମିତ ଗୃହରେ ବାସ କରୁଅଛି, ମାତ୍ର ପରମେଶ୍ୱରଙ୍କ ସିନ୍ଧୁକ ଯବନିକା ମଧ୍ୟରେ ବାସ କରୁଅଛି। ତହିଁରେ ନାଥନ ରାଜାଙ୍କୁ କହିଲେ, ଯାଅ, ତୁମ ହୃଦୟରେ ଯାହା ଅଛି ତାହା ସବୁ କର, କାରଣ ସଦାପ୍ରଭୁ ତୁମ ସଙ୍ଗରେ ଅଛନ୍ତି। ଆଜିର ପ୍ରସଙ୍ଗର ଶୀର୍ଷାଙ୍କ କ'ଣ ମାନେ ଈଶ୍ୱର ନୋ କହିବା ବେଳେ ଈଶ୍ୱର ନୋ ବୋଲି କହିଲେ ଭାବନ୍ତୁ ଆମ ରିଆକ୍ସନ କ'ଣ ହବ? ଦାଉଦଙ୍କର ଆଶା କ'ଣ ଥିଲା? ଭଲ ଆଶା। ସେ କଷ୍ଟ କାଳରେ ଥିବା ସମୟରେ ପ୍ରଭୁଙ୍କ ନିକଟରେ ମାନତ କରିଥିଲା। ଗୀତ ସଂହିତା 132:2-3 ପଦରେ ଆମେ ଦେଖିବାକୁ ପାରୁ, ସେ ପ୍ରାନ୍ତରରେ ଯାତ୍ରା କରୁଥିବା ସମୟରେ, କ୍ଲେଶ ମଧ୍ୟ ଦେଇ ଗତି କରୁଥିବା ସମୟରେ ଦାଉଦ ପ୍ରଭୁଙ୍କ ଉପରେ ନିର୍ଭର କରି ବଞ୍ଚିବା ବେଳେ, ପ୍ରଭୁ, ମୋର ଗୋଟେ ଆଶା ଅଛି, ଦିନେ ତୁମ ମନ୍ଦିର ପାଇଁ ମୁଁ ଗୋଟେ ସ୍ଥାନ କିଣିବି, ସେଠାରେ ମନ୍ଦିର ନିର୍ମାଣ କରିବି। ମୁଁ ତୁମକୁ କଥା ଦେଉଅଛି, ଏହା ମୁଁ ପାସୋରିବି ନାହିଁ। ସେ ଦିନ ପାଇଁ ମୁଁ ଅପେକ୍ଷା କରିବି। ସେ ପର୍ଯ୍ୟନ୍ତ ମୋ ଚକ୍ଷୁରେ ମୁଁ ନିଦ ନ ଦେଇ ମୁଁ ତୁମରି ଅପେକ୍ଷା କରି ବସି ରହିବି। କଷ୍ଟ କାଳରେ କ୍ଲେଶ ମଧ୍ୟ ଦେଇ ଗତି କରିବା ବେଳେ ତାଙ୍କ କ୍ଲେଶରୁ ଉଦ୍ଧାର କରିପାରିବା ଈଶ୍ୱରଙ୍କୁ ପ୍ରାର୍ଥନା କରୁ କରୁ ସେ କଷ୍ଟ କାଳରେ ପ୍ରଭୁଙ୍କୁ ମାନତ କଲେ। ଆମେ ମଧ୍ୟ ସାଧାରଣତଃ କଷ୍ଟ କାଳରେ ପ୍ରଭୁଙ୍କ ନିକଟରେ ମାନତ କରିଥାଉ। ଆର୍ଥିକ ସମସ୍ୟା ଦେଇ ଗତି କରିବା ବେଳେ, ଋଣଗ୍ରସ୍ତ ହୋଇଯାଇଥିବା ବେଳେ, ରୋଗଗ୍ରସ୍ତ ହୋଇଥିବା ସମୟରେ ଓ ଆମମାନଙ୍କ ପରିବାରରେ ମନରେ ଶାନ୍ତି ନଥିବା ସମୟରେ ପ୍ରଭୁଙ୍କ ନିକଟକୁ ଆସି, ପ୍ରଭୁ, ଏହା ମୁଁ ସହିପାରୁନାହିଁ, ଏହି କଷ୍ଟ, ଏହି ଅସ୍ୱାସ୍ଥ୍ୟତା, ଚାକିରି ନଥିବା ସମସ୍ୟା, ଅଶାନ୍ତି, ଅଭାବ, ଅନାଟନ, ଏହି ସବୁ ସହିପାରୁନାହିଁ। ପ୍ରଭୁ, ମୋତେ ଦୟାକରି ଅନୁଗ୍ରହ କରି ଏହି ଗର୍ତ୍ତରୁ ଯଦି ତମେ ଉଦ୍ଧାର କଲେ, ମୋ କଷ୍ଟ ସବୁ ଯଦି ତମେ ଦୂର କଲେ, ମୋତେ ଯଦି ତମେ ସୁସ୍ଥ କଲେ, ମୋତେ ଯଦି ତମେ ଗୋଟିଏ ଚାକିରି ଦେଲେ, ମୋ ବ୍ୟବସାୟରେ ଯଦି ତମେ ମୋତେ ଫଳପ୍ରଦ କରିବ ମାନେ, ଯଦି ଲାଭ ପ୍ରଦାନ କରିବ ମାନେ, ମୋତେ ଯଦି ଭିସା ପ୍ରଦାନ କରିବ, ଗୋଟିଏ ପୁଅ କିମ୍ବା ଝିଅ ଯଦି ଜନ୍ମ ହେଲେ, କୃତଜ୍ଞତାର ସହିତ ଏଇ ଦେଖ ପ୍ରଭୁ, ଏହା ମୁଁ ତୁମକୁ ଦେବା ପାଇଁ ଆଶା କରେ। ଏହିପରେ ତେମେ ମଣ୍ଡଳୀକୁ ମଣ୍ଡଳୀର ନିର୍ମାଣ କାର୍ଯ୍ୟ ନିମନ୍ତେ ନହେଲେ ସୁସମାଚାର କାର୍ଯ୍ୟ ନିମନ୍ତେ ଏହି ଦାନ ଦେବା ପାଇଁ ଚାହୁଁଥିଲେ କି ସାହାଯ୍ୟ କରିବା ପାଇଁ ଚାହୁଁଥିଲେ। ଏହିପରି ଆମେମାନେ ସହଜରେ ମାନତ କରିଥାଉ। କିନ୍ତୁ ଆମେମାନେ ମାନତ କଲା ପରେ ଆମ ମଧ୍ୟରେ କେତେ ଜଣ ଯାହା ଆମେ ପ୍ରଭୁଙ୍କୁ ପ୍ରତିଜ୍ଞା କରିଅଛୁ, ସେ ପ୍ରତିଜ୍ଞା କେତେ ଜଣ ଆମ ମଧ୍ୟରେ ମନେ ରଖିଥାଅ? ପ୍ରଶ୍ନ, ଆଜି ଆପଣ କିଏ ସେପରି ମାନତ କରିଛନ୍ତି କି? ଦେହ ଅସୁସ୍ଥ ଥିବା ସମୟରେ, ମାଙ୍କ ଦେହ ଖରାପ ଥିବା ସମୟରେ, ବାପାଙ୍କ ଦେହ ଖରାପ ଥିବା ବେଳେ, ପିଲାମାନେ ଅସୁସ୍ଥ ଥିବା ବେଳେ ଆପଣଙ୍କ ମଧ୍ୟରେ କେହି କେବେ ମାନତ କରିଛନ୍ତି କି? ଚାକିରି ନ ପାଇ ଦୁଃଖ ପାଇବା ବେଳେ, ଆର୍ଥିକ ସମସ୍ୟା ଦେଇ ଗତି କଲା ବେଳେ, କୌଣସି ଗୋଟିଏ ଚେଷ୍ଟା କରିବା ସମୟରେ ସେହି ଚେଷ୍ଟାକୁ ସଫଳୀକୃତ କର। ପ୍ରଭୁ, ତମେ ଯଦି ସେହି ଚେଷ୍ଟାକୁ ସଫଳୀକୃତ କରିବ ମାନେ, ମୁଁ ମନ୍ଦିରକୁ ନହେଲେ ମନ୍ଦିର ନିର୍ମାଣ କାର୍ଯ୍ୟ ନିମନ୍ତେ, ସୁସମାଚାର କାର୍ଯ୍ୟ ନିମନ୍ତେ, ନହେଲେ ଅନ୍ୟ ସେବା ନିମନ୍ତେ ମୁଁ ଏହି ଦାନ ଦେବା ନିମନ୍ତେ ଆଶା କରୁଅଛି ବୋଲି ଆପଣଙ୍କ ମଧ୍ୟରେ କେହି ମାନତ କରିଛନ୍ତି କି? ପୁଅଟିଏ ଦିଅ ପ୍ରଭୁ, ସେହି ପୁଅକୁ ତୁମ ସେବା ପାଇଁ ସମର୍ପଣ କରିବି ବୋଲି। ଝିଅଟିଏ ଦିଅ ପ୍ରଭୁ, ସେହି ଝିଅକୁ ସେବା ନିମନ୍ତେ ସମର୍ପଣ କରିବି ବୋଲି ଏମିତି ପ୍ରତିଜ୍ଞା କରିଛନ୍ତି କି? ସାଧାରଣତଃ ମଣିଷକୁ ଥିବା ଗୋଟିଏ ଗୁଣ କ'ଣ ମାନେ, ସେମାନେ କଷ୍ଟରେ ଥିବା ସମୟରେ ମାନତ କରନ୍ତି, କିନ୍ତୁ ସେହି କଷ୍ଟ ଦୂର ହେଲା ପରେ କ'ଣ କରନ୍ତି? ମାନେ କରିଥିବା ପ୍ରତିଜ୍ଞା ପାସୋରି ଯାଆନ୍ତି, ଆଶୀର୍ବାଦ କରିଥିବା ଈଶ୍ୱରଙ୍କୁ ପାସୋରି ଯାଆନ୍ତି। ଗୋଟିଏ ଥର ମନ ମଧ୍ୟରେ ଚିନ୍ତା କରି ସ୍ମରଣ କର, ପ୍ରଭୁଙ୍କୁ ପ୍ରତିଜ୍ଞା କରି କିଛି ପାସୋରି ଯାଇଅଛ ବୋଧେ? ଏପରି ପାସୋରିବା ଆଶୀର୍ବାଦ ନୁହେଁ। ସେ ବାପା ତାଙ୍କ ପୁଅ ଛୋଟ ଥିଲା ବେଳେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା। ସେହି ପୁଅଟି ଭଲରେ ପାଠ ପଢ଼ିକି ଶେଷରେ ଡକ୍ଟର ହେଲା। ସେ ପୁଅକୁ ସେ ବହୁତ ଭଲ ପାଏ। ଦିନେ ସେ ପୁଅ ଆସି, ବାପା, ଆମ ମଣ୍ଡଳୀରେ କେତେକ ଲୋକମାନେ ସେବା କରିବା ପାଇଁ ବିଦେଶକୁ ଯାଉଅଛନ୍ତି। ସେଠାରେ ବିନାଶପ୍ରାପ୍ତ ଆତ୍ମା ଅଛି, ସେମାନଙ୍କର ସେବା କରିବାକୁ ହେବ। ଏହି ସବୁ ଅତି ଆବଶ୍ୟକ ବୋଲି ଆଜି ମଣ୍ଡଳୀରେ ଆନାଉନ୍ସ କଲେ। କେହି ହେଲେ ଯିବେ କି? ଯାଇ ସମସ୍ୟାରେ ଥିବା ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମ କ୍ରିୟା ରୂପେ ଦେଖାଇବା ପ୍ରକ୍ରିୟାରେ ଚିକିତ୍ସା କରିବାର ଅବକାଶ ଅଛି। କେହି ହେଲେ ଯିବେ କି ବୋଲି କହିବା ବେଳେ ପ୍ରଭୁ ମୋତେ କହିଲେ, ବାପା, ମୁଁ
ସେହି ଦେଶକୁ ଯାଇ ସେହି ଲୋକମାନଙ୍କ ମଧ୍ୟରେ ସେବା କରି ଚିକିତ୍ସା କରି ଖ୍ରୀଷ୍ଟଙ୍କ ପ୍ରେମ ପ୍ରକାଶ କରିବା ପାଇଁ ଚାହେଁ। ଏହିପରି ପୁଅ ଆସି ବାପାଙ୍କୁ କହିଲେ। ସେ ବାପା ସେ ପୁଅକୁ ସେ ଅଧିକ ପ୍ରେମ କରୁଥିବାରୁ ତାଙ୍କ ବାପା ତାଙ୍କ ପ୍ରତି ଦୁଃଖିତ ହେଲେ। ପୁଅକୁ ପଠାଇବା ପାଇଁ ଇଚ୍ଛା ଥିଲେ ମଧ୍ୟ ମୋ ପୁଅକୁ କ'ଣ ମୁଁ ଦେଖିପାରିବି କି? ମୋ ପୁଅକୁ ମୁଁ ନ ଦେଖି ବଞ୍ଚିପାରିବି କି? ଏହିପରି ଦୁଇ ମନରେ, ନାହିଁ ବାପା, ତମେ ଡାକ୍ତର ପାଠ ପଢ଼ିଛ, ଏହିଠାରେ ତମେ ଚିକିତ୍ସା କରି ଏଠାରେ ତମେ ଖ୍ରୀଷ୍ଟଙ୍କ ପ୍ରେମକୁ ପ୍ରକାଶ କରିପାରିବ ତ? ଏଣୁ ଏଠାରେ ରହିଯାଅ ବୋଲି କହିଲା। କିଛି ଦିନ ପରେ ଏହି ପିତାଙ୍କୁ କାହିଁକି କେଜାଣେ ତାଙ୍କ ଚକ୍ଷୁ ଧନ୍ଦଳା ଧନ୍ଦଳା ଲାଗୁଅଛି ବୋଲି ତାଙ୍କ ମିତ୍ର ଜଣେ ଡକ୍ଟରଙ୍କ ପାଖକୁ ଗଲା। ଯାଇ ଚକ୍ଷୁ ପରୀକ୍ଷା କରିଥିଲା। ସେତେବେଳେ ସେ ଫ୍ରେଣ୍ଡ କହୁଅଛି, ଆରେ ତମେ ଇଚ୍ଛା କରୁଥିବା ବ୍ୟକ୍ତି ଯଦି କେହି ଅଛି, ତମେ ତା ପାଖକୁ ଯାଇ ପୂର୍ଣ୍ଣ ମନରେ ଦେଖି ଆସ। ନହେଲେ ସେମାନେ ସମସ୍ତଙ୍କୁ ତୁମ ପାଖକୁ ଡାକି ପୂର୍ଣ୍ଣ ମନରେ ଦେଖ। କହିଲା, ଏ କ'ଣ ରେ? ମୁଁ କ'ଣ 90 ବର୍ଷର ବୁଢ଼ା କି? ମୁଁ କ'ଣ ଆଜିକାଲି କ'ଣ ମରିଯିବି କି? ସମସ୍ତଙ୍କୁ କ'ଣ ଦେଖିକି ଆସ କହୁଛ? ନହେଲେ ସେମାନଙ୍କୁ ପାଖକୁ ଡାକି ମନପୂର୍ବକ ଦେଖ ବୋଲି କ'ଣ କହୁଛ? କ'ଣ ହେଲା ବୋଲି କହିଲା। ସେ ଚକ୍ଷୁ ଡକ୍ଟର ପରୀକ୍ଷା କରି କିଛି ନାହିଁ ରେ, କହିବା ପାଇଁ କଷ୍ଟ ଲାଗୁଛି ମାତ୍ର ଅତି ଶୀଘ୍ର ତୁମ ଦୃଷ୍ଟି ତୁମେ ହରେଇବାକୁ ଯାଉଛ। ତୁମ ଆଖି ଦେଖାଯିବନି ରେ। ଏକଥା କହିବା ପାଇଁ ବହୁତ କଷ୍ଟ ଲାଗୁଛି, କିନ୍ତୁ ବାସ୍ତବ କହିବାକୁ ହେବ। ଏଥିପାଇଁ କହୁଛି, କିଛି ଦିନ ପରେ ତୁମ ଆଖି ତୁମେ ହରେଇଦେବ, ତମ ଦୃଷ୍ଟି ତୁମେ ହରେଇବାକୁ ଯାଉଅଛ ବୋଲି କହିଲେ। ସେ ଚୌକିରେ ବସିଥିବା ବ୍ୟକ୍ତି ଯେପରି ବସିଥିଲା ସେମିତି ସେ ବସି ରହିଗଲା। ଆଜ୍ଞା, ତାର ଆଖିରୁ ଲୁହ ଝରଝର ହୋଇ ବହୁଅଛି। କ'ଣ ରେ, ତମେ ଦୃଷ୍ଟି ହରେଇଦେବ ବୋଲି କହିବାରୁ ଦୁଃଖ କରି କାନ୍ଦୁଅଛ କି ବୋଲି ଡକ୍ଟର ପଚାରିଲା। ସେଥିପାଇଁ ନୁହେଁରେ ମୁଁ କାନ୍ଦୁଅଛି, ମୁଁ କରିଥିବା ଭୁଲ କାମ ସକାଶେ ମୁଁ ଆଜି କାନ୍ଦୁଅଛି। ତମେ ତୋରେ ଭଲ ଲୋକ, ତମେ ତୋରେ ଭକ୍ତ ଅଟ, ତମେ ତ ଆତ୍ମିକ ବ୍ୟକ୍ତି, ତମେ କ'ଣ ଭୁଲ କରିଅଛ? ନାହିଁ ରେ, ବହୁତ ବଡ଼ ଭୁଲ କରିଛି। କ'ଣ ତାହା? ପିଲାମାନେ ନଥିଲା ବେଳେ ପ୍ରଭୁଙ୍କୁ ମୁଁ ପ୍ରାର୍ଥନା କଲି, ହେ ପ୍ରଭୁ, ମୋତେ ଗୋଟିଏ ପୁଅଟିଏ ଦିଅ ପ୍ରଭୁ, ଗୋଟିଏ ସନ୍ତାନଟି ଦିଅ ପ୍ରଭୁ। ପିଲା ନଥାଇ କଷ୍ଟ ପାଉଅଛୁ, ଗୋଟିଏ ପୁଅଟି ଦେଲେ ତାକୁ ଆମେ ସେବକ କରିବୁ ବାପା। ତୁମ ପ୍ରେମର ସୁସମାଚାର ପ୍ରଚାର କରିବା ପାଇଁ ପଠେଇବି ବାପା। ତାଙ୍କୁ ସେବକ କରିବା ନିମନ୍ତେ ଆମେ ପ୍ରାର୍ଥନା କରିଥିଲୁ ପିଲାମାନେ ନଥିଲା ବେଳେ। ଆମ ପ୍ରାର୍ଥନା ଈଶ୍ୱର ଶୁଣି ସୁନ୍ଦର ପୁଅଟିଏ ଦେଲା। ସେ ପିଲାଟି ଦିନର ଆତ୍ମିକ ଭାବରେ ବଢ଼ିଲା। ସେ କେବେ ହେଁ ଆମକୁ ଅପମାନ ଆଣିନାହିଁ, କେବେ ଦୁଃଖ ଆଣିନାହିଁ। ତା ଉପରେ ଭଲ ପାଠ ପଢ଼ିଛି, ଭକ୍ତି ହୋଇ ବଞ୍ଚିଅଛି। କିଛି ବର୍ଷ ପୂର୍ବରୁ ସେ ମୋ ପାଖକୁ ଆସି ପଚାରିଲା, ବାପା, ଅମୁକ ଦେଶକୁ ଯାଇ ସେଠାରେ ସେବା କରିବା ପାଇଁ କେତେକ ମନୋନୀତ ହେଲେ। ମୁଁ ମଧ୍ୟ ଯାଇ ସେମାନଙ୍କ ସହିତ ସେବା କରିବି ବାପା। ଏକପଟରେ ମୁଁ ଚିକିତ୍ସା କରିବି, ସେ ଚିକିତ୍ସା କରିବା ଦ୍ୱାରା ଈଶ୍ୱରଙ୍କର ପ୍ରେମ ମୁଁ ପ୍ରକାଶ କରିବି ଓ ସେବା କରିବି ବୋଲି କହି ମୋ ପୁଅ ମୋତେ ପଚାରିବା ସମୟରେ ହେଲେ ମୋତେ ମନେ ପଡ଼ିଥାନ୍ତା ପ୍ରଭୁଙ୍କୁ ମୁଁ ଦେଇଥିବା କଥା। ପିଲା ଜନ୍ମ ହୋଇନଥିଲା ବେଳେ ମୁଁ ପ୍ରଭୁଙ୍କୁ ଦେଇଦେବି ବୋଲିକି କଥା ଦେଇଥିଲି, କିନ୍ତୁ ଜନ୍ମ ହେଲା ପରେ କାହିଁକି ମୋ ପୁଅକୁ ଦୂରକୁ ପଠାଇବା ପାଇଁ, ପ୍ରଭୁଙ୍କ ସେବା ନିମନ୍ତେ ପଠାଇବା ପାଇଁ ମୋ ମନ ମାନି ନାହିଁ। ମୋ ପୁଅ ସେଦିନ କେତେ ଅନୁରୋଧ କଲା, ମାତ୍ର ନାହିଁରେ ବାପ, ଏଠାରେ ରହି ଚିକିତ୍ସା କରୁ କରୁ ଆସିବା ଲୋକମାନଙ୍କୁ ସୁସମାଚାର କୁହ ବୋଲି କହିଲେ। ଏପରି କହି ଗୋଟେ କଥା କହିଲେ, ତାହା ଈଶ୍ୱର ଶୁଣିବେ ବୋଲି ଭାବିନଥିଲି। ପ୍ରଭୁ ଶୁଣିଲେ। ଡକ୍ଟର ପଚାରିଲେ, କ'ଣ ତମେ କହିଲ କୁହ? ମୁଁ ଦେଖି ଦେଖି ତୁମକୁ ଦୂରକୁ ପଠେଇ ପାରିବିନି କହିଲି ରେ। ସେଦିନ ପ୍ରଭୁ ଶୁଣିଲେ ରେ। ମୋ ଦୃଷ୍ଟି ଥିବା ପର୍ଯ୍ୟନ୍ତ ମୋ ପୁଅଙ୍କୁ ସୁସମାଚାର କାର୍ଯ୍ୟକୁ ପଠେଇବିନି ବୋଲି, ଦେଖି ଦେଖି ପଠେଇବିନି ବୋଲି କହିଲ ତ। ଏବେ ଦୃଷ୍ଟି ହିଁ ନଥିଲା ପରି ଈଶ୍ୱର କଲେ ରେ। ଭୁଲ ମୋଠାରେ ହିଁ ଅଛି। ପ୍ରଭୁଙ୍କୁ ଦେଇଥିବା କଥା ସଫଳ କରିଥିଲେ କେତେ ଭଲ ହନ୍ତାରେ। ସେ ଅଦ୍ଭୁତ ରୂପେ ପ୍ରଭୁଙ୍କର ସେବା କରିଥିଲେ, ତାହା ଦେଖି ମୁଁ କେତେ ଆନନ୍ଦ କରିଥାନ୍ତି। ପୁଣିରେ ମୁଁ ଯଦି ଗୋଟିଏ ଥର ଏବେ
ମୋ ପୁଅକୁ ସେବା ନିମନ୍ତେ ପଠେଇଲେ ତମେ ତ କହୁଅଛରେ ଶୀଘ୍ର ମୋ ଦୃଷ୍ଟି ଚାଲିଯିବ ବୋଲି। କେତେ ଭୁଲ କରିଲି। ପ୍ରିୟ ଭଉଣୀ ଓ ଭାଇମାନେ, କଷ୍ଟ କାଳରେ, ଦୁଃଖ ସମୟରେ ଆମେ କୌଣସି ଏକ ନିଷ୍ପତ୍ତି ନେଲାବେଳେ ପ୍ରଭୁଙ୍କୁ ଦେବି ବୋଲି ନହେଲେ କୌଣସି ଗୋଟିଏ ମାନତ କରିଥିବା ବେଳେ ପ୍ରଭୁ ତୁମକୁ ଦୟାକରି ତୁମ କଷ୍ଟରୁ ପ୍ରଭୁ ତୁମକୁ ଉଦ୍ଧାର କରିବା ପରେ ପ୍ରଭୁଙ୍କୁ ଦେଇଥିବା କଥାରୁ ବଞ୍ଚିତ ହେବା ଆଶୀର୍ବାଦ ନୁହେଁ ଆଜ୍ଞା। ଉପଦେଶକ 5 ଅଧ୍ୟାୟରେ ଏହି କଥାଟି ଅଛି। ଆସନ୍ତୁ ମୁଁ ପଢ଼ିବି। ଉପଦେଶକ 5 ପ୍ରଥମ ପଦରୁ। ଦୟାକରି ଆପଣା ଆପଣା ବାଇବଲ ଖୋଲନ୍ତୁ। ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ, କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ। 4 ପଦରେ ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ, କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ। ମୂର୍ଖ କହିଲେ କ'ଣ? ପ୍ରଭୁଙ୍କ ନିକଟରେ ମାନତ କରି ଗୋଟିଏ କଥା ଦେଇ ସେହି କଥାକୁ ପାସୋରିବା ବ୍ୟକ୍ତିକୁ ବାଇବଲ କ'ଣ ବୋଲି କହୁଅଛି? ମୂର୍ଖ ଲୋକ, ତୁମ୍ଭେ ଯାହା ମାନତ କର ତାହା ପରିଶୋଧ କର। ମାନତ କରି ପରିଶୋଧ ନ କରିବା ଅପେକ୍ଷା ତୁମ୍ଭର ମାନତ ନ କରିବାର ଭଲ। ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ, କିଅବା ଏହା ଭ୍ରମ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ। ପ୍ରଭୁ ମୁଁ ତତ୍ପର ହୋଇ ପ୍ରତିଜ୍ଞା କରିଅଛି, ତତ୍ପର ହୋଇ ମାନତ କରିଅଛି, ସେତେବେଳେ ଏହା ତୁମ ମୁଖ ଦ୍ୱାରା କୁହ ନାହିଁ। ତୁମ୍ଭେ ପରମେଶ୍ୱରଙ୍କର ମନ୍ଦିରକୁ ଯିବା ସମୟରେ ଆପଣା ଚରଣ ସାବଧାନ ରଖ। ପ୍ରଭୁଙ୍କ ମନ୍ଦିରକୁ ଆସିବା ସମୟରେ ଆମ ଚରଣ ସାବଧାନ ରହିବା ଦରକାର। ଗୋଡ଼ ଉପରେ ଗୋଡ଼ ରଖିକି ବସିବା, ପାଖ ଲୋକକୁ ଗୋଡ଼ ବାଜିଲା ପରି ନହେଲେ ତାକୁ ସମସ୍ୟା କରିବା ପରି ବସିବା। ପ୍ରଭୁଙ୍କ ମନ୍ଦିରକୁ ଆସିଲା ପରେ ଶୋଇ ରହିବା, ଗୋଡ଼ ମେଲେଇକି ବସିବା, ପାଖ ଲୋକ ସହିତ ଖାଲି ଖାଲିରେ ଗପୁଥିବା। ପ୍ରଭୁଙ୍କ ମନ୍ଦିରରେ ମଧ୍ୟ ସେଲଫୋନକୁ ଅନ୍ କରି ସେଠିରେ ରିଲ୍ସ ଦେଖୁଥିବା। ପ୍ରଭୁଙ୍କ ମନ୍ଦିରକୁ ଅଧାରେ ଆସି ଅଧାରେ ଚାଲି ଯାଉଥିବା। ତମେ ଉଠି ଯାଉଥିବା ସମୟରେ ପାଖ ଲୋକକୁ ମଧ୍ୟ ଟିକେ ଅସୁବିଧା ଲାଗୁଛି ବୋଲି ବା ଜ୍ଞାନ ମଧ୍ୟ ନଥାଇ ମନ୍ଦିରରେ ସ୍ଥିର ଭାବରେ ନ ବସିବା ହେଉଛି ଭଲ ନୁହେଁ। ତମେ ପରମେଶ୍ୱରଙ୍କ ମନ୍ଦିରକୁ ଯିବାବେଳେ ଆପଣା ଚରଣ ଜାଗ୍ରତରେ ରଖ। 2 ପଦରେ, କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ଓ ତୁମ୍ଭେ ପୃଥିବୀରେ ଅଛ। ଏହେତୁ ତୁମ୍ଭର କଥା ଅଳ୍ପ ହେଉ। ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ। ମଣ୍ଡଳୀ ଯେବେ ହେଲେ ବି କୌଣସି କଷ୍ଟ ଓ ସମସ୍ୟା ଦେଇ ଗତି କଲେ ପ୍ରଭୁଙ୍କ ଉପସ୍ଥିତିରେ ପ୍ରଭୁ ଉତ୍ତର ଦେବେ ବୋଲି ବା ବିଶ୍ୱାସ ପାଇବା ସମୟରେ କୃତଜ୍ଞତାରେ ପ୍ରଭୁ ଏହି ଦାନ ଦେବା ପାଇଁ ଚାହୁଁଅଛି ବୋଲି ଆପଣ ଭାବିଲେ ଭାବନ୍ତୁ। ପ୍ରଭୁ ତୁମକୁ ଦୟା ଦେଖାଇବା ବେଳେ ତାହା ପରିଶୋଧ କରିବା ପାଇଁ ବିଳମ୍ବ କର ନାହିଁ। ମୋ ପୁଅକୁ, ମୋ ଝିଅକୁ ସେବା ନିମନ୍ତେ ଉତ୍ସର୍ଗ କରିବି ବୋଲି କହିଲେ ଭାବନ୍ତୁ। ସମର୍ପଣ କର। ମୋର ବିବାହ ହୋଇନଥିଲା। ସେ ସମୟରେ ମୋର ବୟସ 18-19 ବର୍ଷ ଥିଲା। ମୋ 18-19 ବର୍ଷ ବୟସରେ ମୁଁ ଅଧିକ ମୋ ପିଲାମାନଙ୍କ ପାଇଁ ପ୍ରାର୍ଥନା କରୁଥିଲି। ତାମାନେ ସେତେବେଳେ ମୋତେ ବିବାହ ହୋଇନଥିଲା। ମୁଁ ବିବାହ କରିନଥିଲେ ବି କୌଣସି ଗୋଟିଏ ଦିନ ପ୍ରଭୁ ମୋତେ ବିବାହ କରିବାକୁ ଦେବେ, ମୋତେ ପୁଅମାନେ ଦେବେ, କାହିଁକି ମୁଁ ଜାଣେ ନାହିଁ। ସେହିଦିନ ଠାରୁ ମୋତେ ବିବାହ ପୂର୍ବରୁ ପ୍ରଭୁ ମୋତେ ସନ୍ତାନ ଦେବେ ବୋଲି ବା ବିଶ୍ୱାସ। କାହିଁକି ସେ ବିଶ୍ୱାସ ପ୍ରଭୁ ଦେଲେ। ମୁଁ କେତେ ଯେ ପ୍ରାର୍ଥନା କଲି, ମାନେ ପ୍ରଭୁ ମୋ ପୁଅମାନଙ୍କୁ କ'ଣ କରିବାକୁ ଯାଉଅଛ? ମୋ ପୁଅମାନଙ୍କ ପ୍ରତି ତୁମର ସଂକଳ୍ପ କ'ଣ ଅଟେ? ତୁମ ଉଦ୍ଦେଶ୍ୟ କ'ଣ? ସେହି ଯୋଜନା ଅନୁସାରେ ମୁଁ ପ୍ରାର୍ଥନା କରିବି ବୋଲି ପ୍ରଭୁଙ୍କ ନିକଟରେ ମୁଁ ବିନତି କରୁଥିଲି। ଗୋଟିଏ ସ୍କୁଲ ଓ କଲେଜର ଷ୍ଟୁଡେଣ୍ଟ ଭାବରେ ମୁଁ ପ୍ରାର୍ଥନା କଲାବେଳେ ପ୍ରଭୁ ମୋତେ କଥା କହିଲେ, ତୁମ୍ଭ ଉପରେ ଆମ୍ଭେ ରଖିଥିବା ଆତ୍ମା ତୁମ୍ଭ ପିଲାମାନଙ୍କ ଉପରେ ବି ଆମ୍ଭେ ରଖିବା। ତୁମ୍ଭ ମୁଖରେ ରଖିଥିବା ଆମ୍ଭର ବାକ୍ୟ ବି ତୁମ୍ଭ ପିଲାମାନଙ୍କୁ, ପିଲାମାନଙ୍କର ପିଲାମାନଙ୍କୁ, ତୁମ ସନ୍ତାନର ସନ୍ତାନମାନଙ୍କୁ ଆମ୍ଭେ ପ୍ରଦାନ କରିବା। ଏହିପରି ପ୍ରଭୁ ମୋତେ ପ୍ରତିଜ୍ଞା ଦେବାବେଳେ ସେତେବେଳେ ମୁଁ ଗୋଟିଏ ନିଷ୍ପତ୍ତି ନେଇଥିଲି। ମୋତେ ଜନ୍ମ ହେବା ପିଲାମାନେ ପ୍ରଭୁଙ୍କ ସେବା କରିବା ଦରକାର। ଈଶ୍ୱରଙ୍କ ସେବା ହିଁ
କରିବା ଦରକାର। ଏହି ନିଷ୍ପତ୍ତି ମୁଁ ନେଇଥିଲି। ଏହା ମୋ ପିଲାମାନଙ୍କୁ ମଧ୍ୟ କହିଲେ। ସାହସ ପ୍ରିନ୍ସ ହୋଇପାରେ, ସୁହାସ ପ୍ରିନ୍ସ ହୋଇପାରେ। ପିଲାଟି ଦିନରୁ ମୁଁ ଏହି କଥା କହି ଆସିଅଛି। ଈଶ୍ୱର ମୋତେ କଥା ଦେଇଛନ୍ତି। ତୁମମାନଙ୍କୁ ସେବା ନିମନ୍ତେ ମନୋନୀତ କରିଛନ୍ତି। ଈଶ୍ୱର ମୋ ଉପରେ ରଖିଥିବା ଆତ୍ମା ତୁମ୍ଭମାନଙ୍କ ଉପରେ, ମୋ ମୁଖରେ ଦେଇଥିବା ବାକ୍ୟ ତୁମ୍ଭମାନଙ୍କ ମୁଖରେ ଦେବା ନିମନ୍ତେ ଈଶ୍ୱର ମୋତେ କଥା ଦେଇଛନ୍ତି। ମୋ ଜୀବନରେ ମୁଁ କ'ଣ ଦେଖିଅଛି ମାନେ ଈଶ୍ୱର ମୋତେ ଦେଇଥିବା କଥା କୌଣସି ଗୋଟିଏ କଥା ମଧ୍ୟ ଅସଫଳ ହୋଇନି ମାନେ ହୋଇନାହିଁ। ପ୍ରତିଜ୍ଞା କରି ତାହା ପାଶୋରି ଯିବା ପାଇଁ ମୋହର ପରମେଶ୍ୱର ମନୁଷ୍ୟ ନୁହେଁ। ସେଥିପାଇଁ ହେ ମଣ୍ଡଳୀ, ପ୍ରଭୁ ତୁମକୁ କଥା ଦେଲାବେଳେ ସେ କେବେ ପାଶୋରିବେ ନାହିଁ। ଏଣୁ ଯଦି ତୁମେ ତାଙ୍କୁ କଥା ଦଉଅଛ ମାନେ ତାହା ପାଶୋରିବା ପାଇଁ ଦରକାର ନାହିଁ। ଏବେ ଦାଉଦ ବିଷୟରେ ଦେଖିବା ଆସ। ଯେତେବେଳେ କି ଦାଉଦ ସ୍ଥିରୀକୃତ ହେଲା, ଈଶ୍ୱରଙ୍କୁ ଦେଇଥିବା କଥା ପୁନର୍ବାର ସେ ସ୍ମରଣ କରୁଅଛି। ପ୍ରଭୁ, ତୁମର ମନେ ଅଛି କି ମୁଁ ଗୋଟେ କଥା ଦେଇଥିଲି? ମନ୍ଦିର ନିର୍ମାଣ କରିବି କହିଥିଲି। ଭବିଷ୍ୟତ ବକ୍ତାକୁ ପଚାରିଲେ ଭବିଷ୍ୟତ ବକ୍ତା କହିଲା କର ବୋଲି। କିନ୍ତୁ ରାତ୍ରି ପ୍ରଭୁ ଭବିଷ୍ୟତ ବକ୍ତାଙ୍କୁ କହିଲେ, କ'ଣ ତମେ ଯାଇ ନିର୍ମାଣ କର ବୋଲି କ'ଣ କହିଲ? ତମେ ଯାଇ କୁହ। କ'ଣ କୁହ ବୋଲି କହୁଅଛ ପ୍ରଭୁ? ନୋ। ଦାଉଦ ମନାସିଥିବା ମାନତ, ଦାଉଦ ଆଶା କରିଥିବା ବିଷୟ ମୁଁ ଗ୍ରହଣ କରୁନାହିଁ। ଯାଇ କୁହ ନୋ। ନୋ ବୋଲି କହିଦେଲେ। ଏହି ବିଷୟ ନାଥନ ଭବିଷ୍ୟତ ବକ୍ତା ଆସି ଦାଉଦ ବହୁତ ସନ୍ତୋଷରେ ଆନନ୍ଦରେ ଥିଲାବେଳେ ଦାଉଦ ମୁଁ ଗୋଟେ କଥା କହିବି। କ'ଣ ନାଥନ, କାଲି ଯାହା କହିଲ ମୋତେ ବହୁତ ଆନନ୍ଦ ଲାଗିଲା। ମନ୍ଦିର ନିର୍ମାଣ କରିବା ପ୍ରଭୁଙ୍କ ଇଚ୍ଛା ବୋଲି ମୁଁ ତୁମ ଦ୍ୱାରା ଜାଣିପାରିଲି। ଏହାଠାରୁ ଆଉ କ'ଣ ଅଛି ମୋ ଜୀବନରେ ଭାଗ୍ୟ? ଦାଉଦ ଗୋଟିଏ ମିନିଟ୍ ରୁହ, ତୁମକୁ ଆଉ ଗୋଟେ ବିଷୟ କହିବି। କ'ଣ ତାହା? ଈଶ୍ୱର ତମେ ମନ୍ଦିର ନିର୍ମାଣ କରିବା ଦରକାର ନାହିଁ କହିଲେ। ଏ କ'ଣ? ପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବା ବହୁତ ବଡ଼ ଧନ୍ୟତା, ତାହା ଗୋଟେ ବହୁତ ବଡ଼ ଭାଗ୍ୟ ଅଟେ। ଈଶ୍ୱର ନୋ କହିଲେ, ଦାଉଦ ନୋ କହିଲେ ତମେ ନିର୍ମାଣ କରିବା ଦରକାର ନାହିଁ। କାହିଁକି ଏମିତି? ତମେ ବହୁତ ଯୁଦ୍ଧ କରିଅଛ, ତୁମ ହସ୍ତ ଦ୍ୱାରା ରକ୍ତ ବୁହାଇଅଛ। ଯେଉଁ ହସ୍ତ ଦ୍ୱାରା କି ତୁମେ ରକ୍ତ ବୁହାଇଅଛ, ସେହି ହାତ ଦ୍ୱାରା ମନ୍ଦିର ନିର୍ମାଣ କରିବା ପ୍ରଭୁ ଇଚ୍ଛା କରନ୍ତିନି। ତେବେ ମୋର ମାନତ, ଭୟ କର ନାହିଁ। ଈଶ୍ୱର ତୁମକୁ ଗୋଟିଏ ପୁଅ ଦେବାକୁ ଯାଉଅଛି। ତୁମ ସେହି ସନ୍ତାନ ଦ୍ୱାରା ଏକ ଅଦ୍ଭୁତକର ମନ୍ଦିର ନିର୍ମାଣ କରିବାକୁ ଯାଉଅଛନ୍ତି। ଆସନ୍ତୁ ଦେଖିବା କ'ଣ ଅଛି। ପ୍ରଭୁ ଯଦି ନୋ କହିଲେ ମାନେ ନୋ ବୋଲିବାର ପଛରେ କେତେ ବଡ଼ ଆଶୀର୍ବାଦ ଅଛି। 11 ପଦର ଶେଷ ଅଂଶରୁ, ପୁଣି ଆମ୍ଭେ ତୁମ୍ଭର ସମସ୍ତ ଶତ୍ରୁଠାରୁ ତୁମ୍ଭକୁ ବିଶ୍ରାମ ଦେବା। ଆଉ ମଧ୍ୟ ସଦାପ୍ରଭୁ ତୁମ୍ଭକୁ କହନ୍ତି ଯେ ସଦାପ୍ରଭୁ ତୁମ୍ଭ ପାଇଁ ଏକ ବଂଶ ସ୍ଥାପନ କରିବେ। ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣ ପିତୃଲୋକମାନଙ୍କ ସଙ୍ଗେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା। ସେ ଆମ୍ଭ ନାମ ନିମନ୍ତେ ଏକ ଗୃହ ନିର୍ମାଣ କରିବେ ଓ ଆମ୍ଭେ ତାହାର ରାଜ୍ୟ ସିଂହାସନ ଅନନ୍ତ କାଳ ସ୍ଥାୟୀ କରିବା। ଆମ୍ଭେ ତାହାର ପିତା ହେବା ଓ ସେ ଆମ୍ଭର ପୁତ୍ର ହେବ। ସେ ଅପରାଧ କଲେ ଆମ୍ଭେ ତାହାକୁ ମନୁଷ୍ୟମାନଙ୍କ ଦଣ୍ଡରେ ଓ ମନୁଷ୍ୟ ସନ୍ତାନମାନଙ୍କ ପ୍ରହାରରେ ଶାସ୍ତି ଦେବା। ମାତ୍ର ତୁମ୍ଭ ସମ୍ମୁଖରୁ ଦୂରୀକୃତ ସାଉଲଠାରୁ ଯେପରି ଆମ୍ଭେ ଆପଣା ଦୟା ଦୂର କଲୁ, ସେପରି ତାହାଠାରୁ ଆମ୍ଭର ଦୟା ଦୂର ହେବ ନାହିଁ। ପୁଣି ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ତୁମ୍ଭ ସମ୍ମୁଖରେ ଅନନ୍ତ କାଳ ସ୍ଥିରୀକୃତ ହେବ। ତୁମ୍ଭର ସିଂହାସନ ଅନନ୍ତ କାଳ ସ୍ଥାୟୀ ହେବ। କହିଲେ ଦାଉଦ କ'ଣ ଚାହୁଁଥିଲା? ପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବି ବୋଲି। ଦାଉଦ, ମୁଁ ବାସ କରିବା ନିମନ୍ତେ ମୋ ପାଇଁ ମନ୍ଦିର ନିର୍ମାଣ କରିବା ପାଇଁ ଚାହୁଁଅଛ, ମୁଁ ମାତ୍ର ତୁମ ଭବିଷ୍ୟତ ନିର୍ମାଣ କରିବା ପାଇଁ ଆଶା କରୁଅଛି। କ'ଣ ପ୍ରଭୁ ସେ ଭବିଷ୍ୟତ? ତୁମ ସନ୍ତାନ ଦ୍ୱାରା ମନ୍ଦିର ନିର୍ମାଣ କରିବି। ସେତିକି ନୁହେଁ, ତୁମକୁ ଯେଉଁ ସିଂହାସନ ଆମେ ଦେଇଅଛୁ, ସେହି ସିଂହାସନ ଉପରେ ସଦାସର୍ବଦା ସିଂହାସନରେ ଉପବିଷ୍ଟ ରହିଲା ପରି ମୁଁ କରିବି। ସେତିକି ନୁହେଁ, ତୁମ୍ଭ ସିଂହାସନ ଅନନ୍ତ କାଳ ସ୍ଥାୟୀ ହେଲା ପରି ଆମ୍ଭେ ତାହାକୁ ଆଶୀର୍ବାଦ କରୁଛୁ। ଆପଣ ଜାଣ କି ଆଜ୍ଞା,
ଦାଉଦଙ୍କର ସିଂହାସନ ଉପରେ ଆମ ପ୍ରଭୁ ଯୀଶୁଖ୍ରୀଷ୍ଟ ରାଜ୍ୟ କରିବାକୁ ଯାଉଅଛନ୍ତି। ଅବ୍ରାହାମଙ୍କର ସନ୍ତାନ ଦାଉଦଙ୍କର ସନ୍ତାନ ଯୀଶୁଖ୍ରୀଷ୍ଟ। ବୁଝିଲେ କି? ମାଥ୍ୟୁ ସୁସମାଚାର 1 ଅଧ୍ୟାୟ 1 ପଦରେ କ'ଣ ଅଛି? ଅବ୍ରାହାମଙ୍କର ସନ୍ତାନ ଦାଉଦଙ୍କର ସନ୍ତାନ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ। ଦାଉଦ ତୁମ୍ଭ ସିଂହାସନ ସାଉଲଙ୍କ ସିଂହାସନ ପରି ଦୂର ହେବାର ସିଂହାସନ ନୁହେଁ। ତୁମ୍ଭ ସିଂହାସନ ସର୍ବଦା ଅନନ୍ତ କାଳ ଯାଏ ସ୍ଥିର କରିବା। କାହିଁକି ଜାଣ କି? ତମେ ମୋ ବିଷୟରେ ଚିନ୍ତା କରିଥିବାରୁ, ମୁଁ ବାସ କରିବା ମନ୍ଦିର ବିଷୟରେ ତମେ ଆଲୋଚନା କରିଥିବାରୁ, ତୁମ୍ଭ ସିଂହାସନ, ତମେ ରାଜ୍ୟ କରୁଥିବା ସିଂହାସନ ବହୁତ ଆଶୀର୍ବାଦ କରିବା। ଦାଉଦ ମନ୍ଦିର ନିର୍ମାଣ କରନି ବୋଲି କହିବାରୁ ଦୁଃଖ କରୁଅଛ, ମାତ୍ର ତାଠାରୁ ଅଧିକ ଆଶୀର୍ବାଦ କରିବା ଆମେ ଦେବାକୁ ଯାଉଅଛୁ। କ'ଣ ତାହା? ତୁମ୍ଭ ସିଂହାସନ ଅନନ୍ତ କାଳ ସ୍ଥାୟୀ କରିବା, ତୁମ ପିଲାମାନଙ୍କୁ ଆଶୀର୍ବାଦ କରିବା। ତୁମେ ମନ୍ଦିର ନିର୍ମାଣ କରିନପାର, ମାତ୍ର ତୁମ୍ଭ ସନ୍ତାନ ଦ୍ୱାରା ଅଦ୍ଭୁତକର ମନ୍ଦିର ଆମେ ନିର୍ମାଣ କରିବା। ନୋ କହିଲେ ପ୍ରଭୁ, କିନ୍ତୁ ଶୁଣନ୍ତୁ, ନୋ କହିଲେ ମାତ୍ର ତାପରେ କ'ଣ କହୁଅଛନ୍ତି? ତୁମ କୁଟୁମ୍ବ ମନ୍ଦିର ନିର୍ମାଣ କରିବ, ତୁମ ସନ୍ତାନ ମନ୍ଦିର ନିର୍ମାଣ କରିବ। ତମେ ମନ୍ଦିର ନିର୍ମାଣ କରିବା ପାଇଁ ଆଶା କରିଥିବାରୁ ଏବେ ମୁଁ କ'ଣ କରିବି? ମାନେ ତମେ କେବେ ଭାବିନଥିବା ଆଶୀର୍ବାଦ ପ୍ରଦାନ କରିବା, ତୁମ ପିଲାମାନଙ୍କୁ ସ୍ଥିର କରିବା, ସଦାସର୍ବଦା ତୁମ୍ଭ ସିଂହାସନ ସ୍ଥାୟୀ ହେଲା ପରି ଆମେ କରିବା। କେତେ ବଡ଼ ଆଶୀର୍ବାଦ ଆଜ୍ଞା! ସେଦିନ ଦାଉଦ ତାଙ୍କ ମାନତ ପରିଶୋଧ କରିବା ପାଇଁ ସେ ଧକଉଥିବା ସମୟରେ ଈଶ୍ୱର ଦାଉଦଙ୍କୁ ଅନନ୍ତକାଳୀନ ଆଶୀର୍ବାଦ ଦେଲେ। ହେ ମହାପବିତ୍ର ପ୍ରେମମୟ ପିତା, ବହୁତ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ତୁମ ଏହି ବାକ୍ୟ ଦ୍ୱାରା କଥା କହିଲ। ଦାଉଦ ପାପ କରିଥିବାରୁ ସେଦିନ ତା ପ୍ରାର୍ଥନାର ଉତ୍ତର ପାଇପାରି ନାହିଁ। ମୋଶା କୋପ ପ୍ରଦର୍ଶନ କରି ନ କରିବାକୁ ଥିବା କାମ କରିବାରୁ ପ୍ରାର୍ଥନାର ଉତ୍ତର ପାଇପାରି ନଥିଲା। ଆଜି ପ୍ରାଞ୍ଜଳ ଭାବରେ କହିଲ, ସ୍ପଷ୍ଟ ଭାବରେ କହିଲ। ସେଥିପାଇଁ ପ୍ରଭୁ ଆମେ ଯେମିତି ଅଛୁ ସେମିତି ଆମ ଅବଶିଷ୍ଟ ଜୀବନକୁ ତୁମ ହସ୍ତରେ ସମର୍ପଣ କରୁଛୁ ବାପା। ହେ ପିତା, କରିଥିବା ପ୍ରତ୍ୟେକ ଅପରାଧ କ୍ଷମା କର ବାପା, ଧୋଇ ଦିଅ ପ୍ରଭୁ। ତୁମ୍ଭ ରକ୍ତରେ ଆମ୍ଭମାନଙ୍କୁ ପରିଷ୍କାର କର। ତୁମ ସନ୍ତାନ ସନ୍ତତି ଭାବରେ ଆମ୍ଭମାନଙ୍କୁ ଗ୍ରହଣ କର। ମୋହର ନାମ ଜୀବନ ପୁସ୍ତକରେ ଲିପିବଦ୍ଧ କର ବାପା। ଏ ପୃଥିବୀରେ ତୁମ ସନ୍ତାନ ପରି ବଞ୍ଚିବାର ଭାଗ୍ୟ ଦିଅ ପ୍ରଭୁ। ମୁଁ ତୁମ୍ଭ ସନ୍ତାନ ପ୍ରଭୁ, ମୁଁ ତୁମ୍ଭ ସନ୍ତତି ହେ ପ୍ରଭୁ। ତୁମ ପରି ବଞ୍ଚିବାର ଭାଗ୍ୟ ଦିଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗିଲୁ ପିତା। ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।